ସେ ଭାବର ଠାକୁର। ଭାବକୁ ନିକଟ, ଅଭାବକୁ ଦୂର। ସେ ମଣିମା ମହାବାହୁ, କୋଟି ଓଡ଼ିଆର ଗେଲାଧନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ଏ ସେବକର ସାଷ୍ଟାଙ୍ଗ ପ୍ରଣିପାତ। ଭକ୍ତବନ୍ଧୁ, ମହାପ୍ରଭୁଙ୍କର ଗୁଣଗାନ କରିବା ତାଙ୍କ କରୁଣା ହେଲେ। ବିଗତ ଅଧ୍ୟାୟରେ ମହାପ୍ରଭୁଙ୍କର ଆଲୌକିକ ଲୀଳା ବିଷୟରେ ଆମେମାନେ ଶୁଣି ଆସିଛନ୍ତି। ଆସନ୍ତୁ ଆଜି ଏକ ଚମତ୍କାର ଆଲୌକିକ କଥାବସ୍ତୁ ମହାପ୍ରଭୁ ମଣିମାଙ୍କର ଆଲୋଚନା କରିବା। ଭକ୍ତବନ୍ଧୁ, ମହାପ୍ରଭୁଙ୍କୁ ପାଇବା କିପରି ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ଜାଣିଛନ୍ତି ଆଜ୍ଞା, ମଣିମା ମହାବାବୁକୁ କିପରି ଆପଣ ପାଇବେ? ତାଙ୍କୁ ପାଇବା ପାଇଁ ହେଲେ ସେ ଚକା ଆଖିରେ ଆଖି ମିଶାଇ ପିଇଯିବାକୁ ପଡ଼ିବ। ଆଖିରେ ପିଇଯିବା ମାନେ କ'ଣ ଜାଣିଛନ୍ତି ଭକ୍ତବନ୍ଧୁ? ଲୋକମାନେ କୁହନ୍ତି ସେ ମୋତେ ଆଖିରେ ଦେଖିକି ପିଇଗଲା। ସେହିପରି ଆପଣ ଯେତେବେଳେ ମହାପ୍ରଭୁଙ୍କୁ ଚକା ଆଖିରେ ଆଖି ମିଶାଇବେ, ସେ ଆଖିକୁ ଆଖିରେ ପିଇଯିବେ। ସେ ମୁଖର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। ସେ ରଙ୍ଗ ଅଧରକୁ ଦେଖିବେ। ମହାପ୍ରଭୁଙ୍କର ସେ ମନଲୋଭା ରୂପକୁ ନିଜ ଆଖିରେ ମିଶାଇ ଦେବେ। ଗରୁଡ଼ ସ୍ତମ୍ଭ ପଛରୁ ଥାଇ ଦୁଇ ହାତ ଟେକି କେବଳ ସେ ଚକା ଆଖିରେ ଆଖି ମିଶୁଥିବ। ସେ ଆଖିକୁ ଆପଣ ପିଇଯିବେ। ଆଉ ଦେଖୁଥିବେ ମହାପ୍ରଭୁଙ୍କର ସେ ବିସ୍ତାରିତ ଭୁଜ ରଙ୍ଗ ଅଧରକୁ ଆପଣ ବିମୋହିତ ହୋଇଯିବେ। ଆହା, କି ସୁନ୍ଦର ଅପୂର୍ବ ମନଲୋଭା ଦୃଶ୍ୟ! ତୋ ଆଖିରେ ମୋର ଆଖି ମିଶିଗଲେ ମୁଁ ପରମ ସୁଖ ପାଏ। ତୋ ଚକା ଆଖିର ଅମୃତ ଧାରାରେ ମୁଁ ଦୁନିଆର ସବୁ ଦୁଃଖ କଷ୍ଟ ଭୁଲିଯାଏ। ଦୂରରେ ଥାଇ ବି ପାଖରୁ ଦେଖୁଛି ତୋର କଳା ଶ୍ରୀମୁଖ। ଦୁଃଖୀଟିଏ ଆଜି ଆପଣଙ୍କୁ ଗୁହାରି କରୁଛି, ଛାଡ଼ିବ ନାହିଁ ମହାପ୍ରଭୁ ମୋ ହାତ। ଆପଣମାନେ ଯେତେବେଳେ ସେ ଚକା ଆଖିକୁ ଚାହିଁ ରହିଥିବେ, ଦୁନିଆର ଯେତେ ସବୁ ଦୁଃଖ କଷ୍ଟକୁ ପଛରେ ପକାଇ କେବଳ ମଣିମାଙ୍କୁ ଦେଖୁଥିବେ। ଆଖିରୁ ଆପଣଙ୍କର ଅଶ୍ରୁଧାର ବୋହି ଯାଉଥିବ। ମହାପ୍ରଭୁଙ୍କୁ ଆପଣ ପାଇଯିବେ। ସେଇଠି କେବଳ ଭକ୍ତ ଓ ଭଗବାନର ମିଳନ ହେବ। ଏଭଳି ଚମତ୍କାର ଆପଣମାନେ କୌଣସି ମନ୍ଦିରରେ ବି ପାଇବେନି। ଏହା କେବଳ ଆମ ଶ୍ରୀମନ୍ଦିରରେ ହିଁ ଭକ୍ତ ଆଉ ଭଗବାନଙ୍କ ସହିତ ମହାପ୍ରଭୁ ମଣିମା ତାଙ୍କ ଭକ୍ତଙ୍କ ସହିତ ସେପରି ଭାବ ରଖିଥାନ୍ତି। ଭକ୍ତବନ୍ଧୁ, ଆପଣ ଏଠି କହିପାରନ୍ତି ଆମେ ତ ପ୍ରତିଦିନ ପୁରୀ ଯାଇପାରୁନୁ, ମନ୍ଦିରକୁ କି କୌଣସି ଦେଉଳକୁ ଯାଇପାରୁନୁ, କେମିତି ମହାପ୍ରଭୁଙ୍କୁ ପାଇବୁ? ଆରେ ଆପଣ ଘରେ ତ ମହାପ୍ରଭୁଙ୍କର ଜଗନ୍ନାଥ ସେଇଠି ଥାଇ ଦେଖିବେ ଆଖିରେ ଆସି ମିଶେଇ ଲୋଟକ ଧାରା ଅଶ୍ରୁ ଦୁଇ ଟୋପା ଗଡ଼େଇ ଦିଅନ୍ତୁ। ସେ ଆଖିରେ ଆଖି ମିଶି ଯାଇପାରେ। ଦେଖିବେ ମହାପ୍ରଭୁଙ୍କର ମଣିମା ଆପଣଙ୍କ ହୃଦୟରେ ବସିଯିବେ। ଆଉ ବିଶ୍ୱାସ କରନ୍ତୁ, ଆପଣଙ୍କୁ ଜଗନ୍ନାଥ ମିଳିଯିବେ। ଏକଥା ନିଃସନ୍ଦେହ। ଯେ ବ୍ୟକ୍ତି ପୁରୀ ଯାଇପାରୁନାହାନ୍ତି, ଘରେ ତ ମହାପ୍ରଭୁଙ୍କର ଫଟୋ ଅଛି ନା, ସେଇ ଫଟୋରେ ଥିବା ମହାପ୍ରଭୁଙ୍କର ଆଖିରେ ଆଖି ମିଶାଇ ପିଇଯାଆନ୍ତୁ। ସେ ଅପୂର୍ବ ମନମୋହ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ଏବଂ ମହାପ୍ରଭୁଙ୍କର ଶ୍ରୀଲୋତକ ଭରା ଆଖି ଦୁଇଟିକୁ ଚାହିଁ ରୁହନ୍ତୁ। ଏ ସଂସାରକୁ ଦେଖିବେ କ'ଣ? ଏଠି ମୋହ ମାୟା ଛଡ଼ା ଆଉ କିଛି ନାହିଁ। ଆପଣ ଏ ସଂସାରକୁ ଦେଖି କ'ଣ ପାଇବେ? ଆଜ୍ଞା, ଦେଖିବାର ଅଛି ତ ସେ ମହାପ୍ରଭୁଙ୍କୁ ଦେଖନ୍ତୁ। ସେ ଆଖିରେ ଆଖି ମିଶାଇଲେ ଏ ସଂସାର ହେଲା ଅତୃପ୍ତ। ଏଠି ତୃପ୍ତି ଆପଣ ପାଇବେନି। ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇଲେ ଆପଣଙ୍କୁ ତୃପ୍ତି ମିଳିଯିବ। ଆଜ୍ଞା, ମହାପ୍ରଭୁଙ୍କୁ ଥରେ ଦେଖିଦେଲେ ଆପଣଙ୍କ ମନୁଷ୍ୟ ଜୀବନ ପୂର୍ଣ୍ଣ ହୋଇଯିବ, ଆତ୍ମା ତୃପ୍ତି ହୋଇଯିବ। ସେଥିପାଇଁ ଆମ ମହାପୁରୁଷମାନେ କହିଛନ୍ତି ଆଖିଟି ପାପ, ଆଖିଟି ପୁଣ୍ୟ, ଆଖି ଥିବା ଲୋକ ଜଗତେ ଧନ୍ୟ। ଆଖିକି ଆଖିରେ ଦେଖିବୁ ବାବୁ, ଆଖିରେ ସେ ବି ଚକା ଆଖିକି ପାଇବୁ। ଭକ୍ତବନ୍ଧୁ, ଯଦି ଆଖିର ସେବା ନ କରିବେ ଆପଣ, ତେବେ ଯାଇ ଚକା ଆଖିକୁ ପାଇପାରିବେ ନାହିଁ। ଯଦି ଆଖିର ସେବା କରିବେ ତେବେ ଚକା ଆଖିକୁ ପାଇପାରିବେ। ନା ଆଖିର ସେବା କ'ଣ?
ଆଖିର ସେବା ହେଲା ଏ ନେତ୍ର ମାଧ୍ୟମରେ ସେ ଚକା ଆଖିକୁ ଦେଖିବା, ସେ ଚକା ଆଖିକୁ ପିଇଯିବା। ଖାଲି ଦେଖିବେ ନାହିଁ ଆଜ୍ଞା, ସେ ଚକା ଆଖିରେ ଆଖି ମିଶାଇ ପିଇଯିବେ। ଯେତେବେଳେ ସେ ଲୁହ ହୋଇ ଆମ ହୃଦୟରେ ବସିଯିବ, ଦେଖିବେ ଆମକୁ ଜଗନ୍ନାଥ ମିଳିଯିବ। ଭକ୍ତବନ୍ଧୁ, ଆଜିର କଥାବସ୍ତୁକୁ କିପରି ଲାଗିଲା ଆପଣ କମେଣ୍ଟସ୍ ମାଧ୍ୟମରେ ନିହାତି କହିବେ। ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିହାତି କରିବେ। ମହାପ୍ରଭୁଙ୍କର ଅପୂର୍ବ କରୁଣାରୁ ଏ ବିଶ୍ୱର ଜୀବଜଗତର ମଙ୍ଗଳ ହେଉ, ଏତିକି ମହାପ୍ରଭୁଙ୍କ ଚରଣ କମଳରେ ପ୍ରାର୍ଥନା। ଜୟ ଜଗନ୍ନାଥ। ପୁଣି ଏକ ସୁନ୍ଦର ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବ।